ସୁନ୍ଦରଗଡ଼ ଜିଲ୍ଲା ବଣାଇଗଡ଼ ଉପଖଣ୍ଡର ଦରେଇକଳାଠାରେ ନୂତନ ଭାବେ ଧାନ ମଣ୍ଡି ବିକ୍ରୟ କେନ୍ଦ୍ର ଉଦ୍ଘାଟନ ହୋଇଛି। ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସରକାରୀ ଧାର୍ଯ୍ୟ ଦର କ୍ୱିଣ୍ଟାଲ ପ୍ରତି ଗ୍ରେଡ୍ ଏ ମାନର ଧାନ 2203 ଟଙ୍କା ଏବଂ ସାଧାରଣ ମାନର ଧାନ 2183 ଟଙ୍କା ହିସାବରେ ଚାଷୀମାନେ ଧାନ ବିକ୍ରି କରିବେ। ବଣାଇ ଉପଖଣ୍ଡରେ 14,343 ଜଣ ଚାଷୀ ପଞ୍ଜୀକୃତ କରାଯାଇଥିବା ବେଳେ 30ଟି ପିପିସି ମାଧ୍ୟମରେ ଚାଷୀମାନଙ୍କ ଧାନ କ୍ରୟ କରାଯିବ। ସର୍ବସମ୍ମତି କ୍ରମେ ଚାଷୀମାନଙ୍କ ଧାନି କଟନୀ ଛଟନୀ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ମିଲର ଗାଡ଼ି ସଠିକ୍ ସମୟରେ ପହଞ୍ଚାଇବା ଚାଷୀମାନଙ୍କ ଧାନ କ୍ରୟ କରିବାର ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ 3,97,600 କ୍ୱିଣ୍ଟାଲ ଧାନ କ୍ରୟ କରାଯିବ ବୋଲି ସରକାରୀ ଯୋଗାଣ ଅଧିକାରୀ ମନୋଜ କୁମାର ରଥ କହିଛନ୍ତି। ଏହି ଉଦ୍ଘାଟନ ବୈଠକରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କେନ୍ଦ୍ର ସମବାୟ ସମିତିର ସଭାପତି ପଦ୍ମିନୀ ତ୍ରିପାଠୀ, ବଣାଇ ବ୍ଲକ ଉନ୍ନୟନ ଅଧିକାରୀ ଦିବ୍ୟଶଙ୍କର ଜୟପୁରିଆ, ବଣାଇ ତହସିଲଦାର ଜିଲ୍ଲା ପରିଷଦ ରାମଚନ୍ଦ୍ର ସାହୁ, ଲ୍ୟାମ୍ପସର ଏମ୍ଡି ହରେନ୍ଦ୍ର ବାରିକ, ସଭାପତି ଭାସ୍କର କିଷାନ ଏବଂ ସମସ୍ତ ଚାଷୀମାନେ ପ୍ରମୁଖ ଉପସ୍ଥିତ ଥିଲେ। ଆମର ଦରେଇକଳାଠାରେ ପ୍ରଥମ କରି ଧାନ ବିକ୍ରୟ ସବୁ ଆରମ୍ଭ କରାଗଲା। ଏଥିରେ ଆମର ବଣାଇର ସିଏସ୍ଓ, ସିସିଏସ୍ଓ, ଏଆର୍ସି, ଆମର ତହସିଲଦାର, ବିଡ଼ିଓ ଏବଂ ଆମର ଚାଷୀ ଲ୍ୟାମ୍ପର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ଅତିଥି ସମସ୍ତେ ଉପସ୍ଥିତ ଥିଲେ ଏବଂ ଆଜିଠୁ ଆମର ଦରେଇକଳାଠାରେ ସବୁ ଆରମ୍ଭ କରାଗଲା ଏବଂ ଚାଷୀମାନଙ୍କର ଯେପରି କଟନୀ ଛଟନୀ ନ ହୁଏ ସେଥିପାଇଁ ମିଲରମାନଙ୍କୁ କୁହାଯାଇଛି। ଆଉ ଏ ବର୍ଷ ଯେହେତୁ ଭଲ ଚାଷ ହୋଇଛି ଆଉ ଯେଉଁ ଚାଷୀମାନେ ରେଜିଷ୍ଟ୍ରେସନ କରିଛନ୍ତି ସମସ୍ତଙ୍କର ଧାନ କିଣା ହେବା ପାଇଁ କୁହାଯାଇଛି ଏବଂ ଚାଷୀମାନଙ୍କୁ ପ୍ରତିନିଧି ଦେଇଛନ୍ତି ଆମର ଯାହା ଯେଉଁ ମଣ୍ଡି ଅଛି ସେ ମଣ୍ଡିରେ ଆମର ଏ ବର୍ଷ ସମସ୍ତ ଚାଷୀମାନଙ୍କୁ ଧାନ ବିକ୍ରୟ କରିବେ। ମୁଁ ମନୋଜ କୁମାର ରଥ, ସହକାରୀ ଯୋଗାଣ ଅଧିକାରୀ, ବଣାଇ ଉପଖଣ୍ଡ। ଆଜି ଆମର ଖରିଫ 2023-24 ବର୍ଷ ପାଇଁ ଆମର ଦରେଇକଲା ମଣ୍ଡିରେ ଆଜି ଚାଷୀମାନଙ୍କ ପାଇଁ ଶୁଭ ଉଦ୍ଘାଟନ ହୋଇଛି। ଆମର ବଣାଇ ଉପଖଣ୍ଡରେ 14,343 ଜଣ ଚାଷୀ ରେଜିଷ୍ଟ୍ରେସନ କରିଛନ୍ତି ଏବଂ ଆମେ ବଣାଇ ଉପଖଣ୍ଡରେ 30ଟି ପିପିସି ମାଧ୍ୟମରେ ଚାଷୀମାନଙ୍କୁ ଧାନ କ୍ରୟ କରାଯିବ ଏବଂ ଆମକୁ ପ୍ରଥମ ପର୍ଯ୍ୟାୟରେ ଟାର୍ଗେଟ୍ ପାଖାପାଖି 3,97,600 କ୍ୱିଣ୍ଟାଲର ଧାନ ଟାର୍ଗେଟ୍ ଆସିଛି ଏବଂ ଆମର ବଣାଇ, ଗୁରୁଣ୍ଡିଆ ଏବଂ ଆମର ଲହୁଣୀପଡ଼ା ଏବଂ କୋଇଡ଼ା ବ୍ଲକରେ 4ଟା ବ୍ଲକରେ 30ଟି ପିପିସି ମାଧ୍ୟମରେ ଆମ ଧାନ କ୍ରୟ କରାଯିବ ଏବଂ ସେ ଧାନ କ୍ରୟ 30ଟି ପିପିସି ମାସରେ ଧାନ କ୍ରୟ କରିବା ପାଇଁ 13 ଗୋଟି ଲ୍ୟାମ୍ପ, ଗୋଟିଏ RCMS ଏବଂ 3 ଜଣ WSDG ଆମର ନିୟୋଜିତ ଅଛନ୍ତି ଏବଂ ପର୍ଯ୍ୟାୟକ୍ରମେ ଆଜି ଦରେଇକଲା ମଣ୍ଡି ଆମେ ଆରମ୍ଭ କଲୁ। ପର୍ଯ୍ୟାୟକ୍ରମେ ସମସ୍ତ ମଣ୍ଡି କାଲିଠାରୁ ଆରମ୍ଭ ଆମର ସୁଚାରୁ ରୂପେ ଚାଲିବ। ଧାନ ଆମର ପ୍ରଥମେ ଧାନର ଚାଷୀମାନେ ଧାନ ହେଲେ ପ୍ରଥମେ ତାର ମାନ ନିର୍ଣ୍ଣୟ କରାଯାଉଛି। FAQ ଧାନର ଧାନ ମାନ ନିର୍ଣ୍ଣୟ RMC କର୍ମଚାରୀ ଅଛନ୍ତି, ସେମାନେ ଧାନ ମାନ ନିର୍ଣ୍ଣୟ କଲା ପରେ ତାହା ମିଲରମାନଙ୍କୁ ହସ୍ତାନ୍ତର କରାଯାଉଛି। ବଣାଇରୁ ହେମନ୍ତ ପାତ୍ରଙ୍କ ରିପୋର୍ଟ, A1 ଓଡ଼ିଶା।